ଭଡ଼ା ଘରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। କିଏ ଓ କାହିଁକି ଏତେ ନିର୍ଦ୍ଦୟ ଭାବରେ ହତ୍ୟା କଲା ତାହା ଜଣାପଡ଼ିନାହିଁ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଥାନା ତାଳକୁଣିଆ ପଞ୍ଚାୟତରେ। ଜଣାଯାଏ ଏକ ଭଡ଼ା ଘରୁ ଜଣେ ସୁପରଭାଇଜରଙ୍କ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ଘଟଣାସ୍ଥଳରେ ଗୋପାଳପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ଜାରି ରଖିଛି। ଦିନକୁ ଦିନ ଗୋପାଳପୁର ଅଞ୍ଚଳରେ ଚୋରି ଅପରାଧ ବଢ଼ୁଥିବା ବେଳେ ପୁଣି କିଛି ଦିନ ନ ପୂରୁଣୁ ଆଜି ଏହି ହତ୍ୟାକାଣ୍ଡ ପୁଲିସର ମୁଣ୍ଡବିନ୍ଧାର କାରଣ ସାଜିଛି। ଲୋକଙ୍କ କହିବା କଥା, ଦୁଇ ଜଣ ବନ୍ଧୁ ସାଙ୍ଗ ହୋଇ ରାତିରେ ମାଲିକଙ୍କ ଘରୁ ଖାଇସାରି ଭଡ଼ା ଘରକୁ ଫେରିବା ବେଳେ ସେଠାରେ ଏମିତି କ'ଣ ଘଟିଲା ଯାହାଫଳରେ ସକାଳୁ ସକାଳୁ ମୃତ୍ୟୁର ଖବର ଆସିଥିଲା। ମୃତ ଯୁବକ ଜଣକ ଆଠଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ସାଇଣ୍ଟ ଭିକ୍ଟିମ୍ ସହ ପୋଲିସ ତଦନ୍ତ ଆରମ୍ଭ କରିଛି। ବ୍ୟୁରୋ ରିପୋର୍ଟ, ଦେବଗିରି ନ୍ୟୁଜ୍। ସକାଳୁ ଖବର ପାଇକି ଆମେ ତାଳକୁଣିଆ ଆମେ ଏବେ ଗଭୀର ଆଘାତ ଯୋଗୁଁ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ସେ ମୃତ୍ୟୁବରଣ କରିଛି। ଇନଭେଷ୍ଟିଗେସନ ଚାଲିଛି, ସେଟା ଜଣା ପଡିବ। ଇନଭେଷ୍ଟିଗେସନ ଚାଲିଛି।